ଆଇପିଏଲ୍ ଶନିବାରରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍ରେ ଯଥାକ୍ରମେ ପଞ୍ଜାବ ଏବଂ ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ ଜିତିଛନ୍ତି। ଦିନ 4ଟା ସମୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍ କୋଲକାତା ନାଇଟ୍ ରାଇଡର୍ସକୁ ଭେଟିଥିଲା। ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି 191 ରନ୍ର ବିଶାଳ ସ୍କୋର କରିଥିଲା। ଦଳ ପକ୍ଷରୁ ଶ୍ରୀଲଙ୍କା ଖେଳାଳି ରାଜପକ୍ଷେ 32 ବଲ୍ରେ 50 ରନ୍ କରିଥିଲେ ଏବଂ ଅଧିନାୟକ ଧାୱନ 40 ରନ୍ କରିଥିଲେ। 192 ରନ୍ର ଲକ୍ଷ୍ୟ ନେଇ କୋଲକାତା ପଡ଼ିଆକୁ ଓହ୍ଲାଇଥିଲେ ମଧ୍ୟ ଓପନିଂ ଯୋଡ଼ି ଫେଲ୍ ମାରିଥିଲା। କେକେଆର୍ 16 ଓଭରରେ 146 ରନ୍ କରିଥିବା ବେଳେ ବର୍ଷା ଅନବରତ ହେବାରୁ ମ୍ୟାଚ୍କୁ କ୍ୟାନସଲ୍ କରାଯାଇଥିଲା। ତେଣୁ ଡିଏଲ୍ ମେଥଡରେ କେକେଆର୍ 7 ରନ୍ ପଛରେ ରହିଯାଇ ମ୍ୟାଚ୍କୁ ହାତଛଡ଼ା କରିଥିଲେ। ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ 3 ଓଭରରେ 192 ରନ୍ ଦେଇ 3 ୱିକେଟ୍ ନେଇ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସେହିପରି ଶନିବାରର ଦ୍ୱିତୀୟ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିଥିଲା। ଘରୋଇ ପରିବେଶରେ ଖେଳୁଥିବା ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି 193 ରନ୍ର ବିଶାଳ ସ୍କୋର ଛିଡ଼ା କରିଥିଲା। ଓପନର ମାୟାରଙ୍କ ବିସ୍ଫୋରକ 73 ରନ୍ ଏବଂ ଶେଷ ବେଳକୁ ନିକୋଲସ୍ ପୁରନଙ୍କ ବିସ୍ଫୋରକ 36 ରନ୍ ବଳରେ ଦଳ 193 ରନ୍ କରିଥିଲା। ହେଲେ ଦିଲ୍ଲୀ ବ୍ୟାଟ୍ସମ୍ୟାନ୍ ମାର୍କ ଉଡ୍ଙ୍କ ବୋଲିଂକୁ ସାମ୍ନା କରିପାରି ନପାରି ମାତ୍ର 143 ରନ୍ରେ ସୀମିତ ରହିଯାଇଥିଲେ। ମାର୍କ ଉଡ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।